ଶ୍ରୀମଦ୍ ଭାଗବତ ଅନୁସାରେ ମହାଭାରତ ଯୁଦ୍ଧର ନବମ ଦିବସରେ ପାଣ୍ଡବ ଓ କୌରବଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଦ୍ୱାପର ଯୁଗ ଶେଷ ହେଲା ଏବଂ କଳି ଯୁଗ ଆରମ୍ଭ ହେଲା। ପରନ୍ତୁ ଭଗବାନ ଶ୍ରୀକୃଷ୍ଣଙ୍କ ଶକ୍ତି ଯୋଗୁଁ କଳିର ପ୍ରଭାବ ସମଗ୍ର ପୃଥିବୀରେ ବ୍ୟାପି ପାରିଲା ନାହିଁ ଏବଂ କେବଳ ଯୁଦ୍ଧ କ୍ଷେତ୍ରରେ ସୀମିତ ରହିଲା। ମହାଭାରତ ଯୁଦ୍ଧ ପରେ ଦିନେ ଚାରି ପାଣ୍ଡବ ଅର୍ଜୁନ, ଭୀମ, ନକୁଳ ଓ ସହଦେବ ଶ୍ରୀକୃଷ୍ଣଙ୍କୁ କଳିଯୁଗ ବିଷୟରେ ପଚାରିଲେ। ଶ୍ରୀକୃଷ୍ଣ କହିଲେ, ମୁଁ ତୁମମାନଙ୍କୁ କଳିଯୁଗର ସ୍ଥିତି ଦେଖାଇବି। ସେ ଗୋଟିଏ ଧନୁ ଓ 4ଟି ତୀର ନେଇ ଚାରି ଦିଗରେ ଛାଡ଼ିଲେ। ତାପରେ ଚାରି ପାଣ୍ଡବଙ୍କୁ ସେହି ତୀରଗୁଡ଼ିକୁ ଆଣିବାକୁ ନିର୍ଦ୍ଦେଶ ଦେଲେ। ଚାରି ପାଣ୍ଡବ ଭିନ୍ନ ଭିନ୍ନ ଦିଗକୁ ତୀର ଖୋଜିବାକୁ ଗଲେ। ଯେତେବେଳେ ଅର୍ଜୁନ ତୀରଟି ଉଠାଇଲେ, ସେ ଏକ ମଧୁର ସ୍ୱର ଶୁଣିବାକୁ ପାଇଲେ। ବୁଲି ଚାହିଁଲା ବେଳକୁ ଦେଖିଲେ ଯେ ଗୋଟିଏ କୋଇଲି ମହକ ସ୍ୱରରେ ଗାନ କରୁଛି, କିନ୍ତୁ ସେହି ସମୟରେ ଗୋଟିଏ ଜୀବନ୍ତ ଠେକୁଆର ମାଂସ ଖାଉଛି। ଅର୍ଜୁନ ଏପରି ଦିବ୍ୟ ପକ୍ଷୀର ଏହି ଆଚରଣ ଦେଖି ଆଶ୍ଚର୍ଯ୍ୟ ହୋଇ ଏହାର ଅର୍ଥ ଜାଣିବା ପାଇଁ ତୁରନ୍ତ ସେ ସ୍ଥାନ ଛାଡ଼ି ଶ୍ରୀକୃଷ୍ଣଙ୍କ ପାଖକୁ ଆସିଲେ। ଭୀମ ଯେତେବେଳେ ତୀର ପାଖରେ ପହଞ୍ଚିଲେ, ସେଠାରେ 5ଟି କୂଅ ଥିବାର ଦେଖିଲେ। ଗୋଟିଏ କୂଅକୁ 4ଟି କୂଅ ଘେରି ରହିଥିଲେ। ଆଶ୍ଚର୍ଯ୍ୟର କଥା ଯେ ଚାରିଟି ଯାକ କୂଅ ମିଠା ପାଣିରେ ଏମିତି ଭରପୁର ଥିଲେ ଯେ ସେଗୁଡ଼ିକରୁ ପାଣି ଉଛୁଳି ପଡ଼ୁଥିଲା, କିନ୍ତୁ ମଝିରେ ଥିବା କୂଅଟି ସମ୍ପୂର୍ଣ୍ଣ ଶୁଖିଲା ଥିଲା। ଭୀମ ଏହି ଦୃଶ୍ୟ ଦେଖି ବିସ୍ମିତ ହେଲେ ଓ ତୀରଟି ଉଠାଇ ଏହାର ଅର୍ଥ ଜାଣିବାକୁ ଶ୍ରୀକୃଷ୍ଣଙ୍କ ନିକଟକୁ ଆସିଲେ। ନକୁଳ ତୀର ଉଠାଇ ଫେରୁଥିବା ସମୟରେ ଏକ ସ୍ଥାନରେ ଅଟକି ଗଲେ, ଯେଉଁଠି ଗୋଟିଏ ଗାଈ ବାଛୁରୀକୁ ଜନ୍ମ ଦେଉଥିଲା। ଜନ୍ମ ପରେ ଗାଈଟି ବାଛୁରୀକୁ ଚାଟିବାକୁ ଲାଗିଲା, କିନ୍ତୁ ବାଛୁରୀଟି ସଫା ହୋଇଯିବା ପରେ ମଧ୍ୟ ଚାଟିବା ବନ୍ଦ କଲା ନାହିଁ। ବହୁତ କଷ୍ଟରେ ଲୋକମାନେ ଗାଈ ଓ ବାଛୁରୀକୁ ଅଲଗା କରିପାରିଲେ। ସେତେବେଳକୁ ବାଛୁରୀଟି ଆହତ ହୋଇସାରିଥିଲା। ନକୁଳ ଏତେ ଶାନ୍ତ ପ୍ରକୃତିର ପଶୁଠାରୁ ଏପରି ବ୍ୟବହାର ଦେଖି ଆଶ୍ଚର୍ଯ୍ୟ ହେଲେ ଓ ଏହାର ଅର୍ଥ ଜାଣିବାକୁ ଶ୍ରୀକୃଷ୍ଣଙ୍କ ନିକଟକୁ ଆସିଲେ। ସହଦେବ ପର୍ବତ ନିକଟରେ ପଡ଼ିଥିବା ତୀରଟି ଉଠାଇବାକୁ ଯାଇ ଦେଖିଲେ ଯେ ଗୋଟିଏ ବୃହତ୍ ପଥର ଖସି ଆସୁଛି। ସେହି ପଥର ବାଟରେ ଥିବା ଅନ୍ୟ ପଥର ଓ ବଡ଼ ବଡ଼ ଗଛକୁ ଚୂର୍ଣ୍ଣ କରି ଆସୁଥିଲା, କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଗୋଟିଏ ଛୋଟ ଗଛ ସେହି ବିଶାଳ ପଥରକୁ ଅଟକାଇ ଦେଲା। ସହଦେବ ଏହି ଦୃଶ୍ୟ ଦେଖି ସ୍ତବ୍ଧ ହୋଇଗଲେ। ଶୀଘ୍ର ତୀରଟି ଉଠାଇ ଶ୍ରୀକୃଷ୍ଣଙ୍କ ପାଖକୁ ଆସିଲେ। ଏସବୁ ଦୃଶ୍ୟର ଅର୍ଥ ଜାଣିବା ପୂର୍ବରୁ କଳିଯୁଗ ବିଷୟରେ ବ୍ରହ୍ମ ପୁରାଣରେ ପ୍ରଥମ 10,000 ବର୍ଷର ବର୍ଣ୍ଣନା ମିଳେ। ମା ଗଙ୍ଗା ଶ୍ରୀକୃଷ୍ଣଙ୍କୁ ପଚାରିଲେ ଯେ କଳିଯୁଗରେ ତାଙ୍କର ସ୍ଥିତି କ'ଣ ହେବ। ଶ୍ରୀକୃଷ୍ଣ କହିଲେ ଯେ କଳିଯୁଗର ପ୍ରଥମ 10,000 ବର୍ଷ ପର୍ଯ୍ୟନ୍ତ ଭଗବାନ ପୃଥିବୀରେ ରହିବେ। ସେହି ସମୟ ପର୍ଯ୍ୟନ୍ତ ଦେବତାମାନଙ୍କର ମୂର୍ତ୍ତି ଏବଂ ପୁରାଣ ସହିତ ଶାସ୍ତ୍ରର ପୂଜା ହେଉଥିବ। ପ୍ରଥମ 5,000 ବର୍ଷ ପର୍ଯ୍ୟନ୍ତ ଗଙ୍ଗା ଏବଂ ସମସ୍ତ ତୀର୍ଥସ୍ଥାନ ନିଜର ପବିତ୍ରତା ବଜାୟ ରଖିବେ। ଏହି ସମୟରେ ଗ୍ରାମ ଦେବତାମାନଙ୍କର ମଧ୍ୟ ପୂଜା ହେବ ଏବଂ ବିଦ୍ୱାନ ଓ ବେଦର ସମ୍ମାନ ରହିବ। କିନ୍ତୁ ପ୍ରଥମ 10,000 ବର୍ଷ ପରେ ଦୁନିଆ ନିଜର ସମସ୍ତ ଧାର୍ମିକତା ହରାଇବ ଏବଂ ଲୋକମାନେ ଭ୍ରଷ୍ଟ ହୋଇ ପ୍ରତିଦିନ ମନ୍ଦ କର୍ମ କରିବାରେ ଲାଗିବେ। ଲୋକମାନେ ଧର୍ମ ଓ ଭୂମି ପରି ସାମାନ୍ୟ ବିଷୟରେ ବିବାଦ କରିବେ। ରୋଗ ଓ ଦୁଃଖ ପ୍ରତ୍ୟେକ ମନୁଷ୍ୟକୁ ପୀଡ଼ିତ କରିବ। କେହି ବି ବେଦର ସମ୍ପୂର୍ଣ୍ଣ ଜ୍ଞାନ ଓ ପ୍ରକୃତ ସାରକୁ ଜାଣିପାରିବେ ନାହିଁ। କଠିନ ପରିଶ୍ରମ ମଧ୍ୟ ଭଲ ଫଳ ଦେବ ନାହିଁ ଏବଂ ମନ୍ଦ କର୍ମ କରୁଥିବା ଲୋକମାନେ ସମାଜରେ ଉଚ୍ଚ ସ୍ଥାନ ପାଇବେ। ଲୋକମାନେ ଗଛ କାଟିବା କିମ୍ବା ଜଙ୍ଗଲ ନଷ୍ଟ କରିବା ପୂର୍ବରୁ ଦ୍ୱିତୀୟ ଥର ଭାବିବେ ନାହିଁ। ବାହାରୁ ସାଧୁ ପରି ଦେଖାଯାଉଥିବା ଲୋକମାନେ ବ୍ୟବସାୟ ଓ ବାଣିଜ୍ୟରେ ଲିପ୍ତ ରହିବେ। ଯାହା ପାଖରେ ଧନ ଥିବ ତାକୁ ହିଁ କୁଳୀନ ଓ ଗୁଣବାନ ବୋଲି ମନାଯିବ। ଯାହା ହାତରେ କ୍ଷମତା ଥିବ ସେ ନ୍ୟାୟକୁ ନିଜ ପକ୍ଷରେ ବୁଲେଇ ପାରିବ। ଯାହା ପାଖରେ ଧନ ନଥିବ ଓ ଯିଏ ଲାଞ୍ଚ ଦେଇପାରିବ ନାହିଁ, ତାକୁ ନ୍ୟାୟାଳୟରୁ ନ୍ୟାୟ ମିଳିବ ନାହିଁ। ଲୋକମାନେ ନିଜ ଅଞ୍ଚଳରୁ ଦୂରରେ ଥିବା ମନ୍ଦିରକୁ ତୀର୍ଥ ମନିବେ, କିନ୍ତୁ ନିକଟର ତୀର୍ଥସ୍ଥଳକୁ ଅବହେଳା କରିବେ। ଉଦାହରଣ ସ୍ୱରୂପ ପିତାମାତାଙ୍କ ସହ ରହିବା ଓ ସେମାନଙ୍କର ସେବା କରିବା। ବ୍ରାହ୍ମଣମାନେ ଶୂଦ୍ରମାନଙ୍କ ପାଇଁ ନିର୍ଦ୍ଧାରିତ କର୍ମ କରିବାକୁ ଲାଗିବେ। ସେମାନେ ଯଜ୍ଞ ଓ ବେଦ ଅଧ୍ୟୟନରୁ ଦୂରେଇ ଯିବେ। ଯେତେବେଳେ କଳିଯୁଗର ଅନ୍ତ ନିକଟ ହେବ, କ୍ଷତ୍ରିୟମାନେ ସଂସାର ପାଇଁ କଣ୍ଟା ପାଲଟିବେ। ସେମାନେ ଅନ୍ୟମାନଙ୍କୁ ରକ୍ଷା କରିବେ ନାହିଁ। ଲୋକମାନେ ନିଜ ପିତୃପୁରୁଷଙ୍କୁ
ତର୍ପଣ ଦେବା ବନ୍ଦ କରିଦେବେ। ମନୁଷ୍ୟମାନଙ୍କର ଆୟୁଷ କମ୍ ହେବ ଏବଂ ସେମାନେ ଶାରୀରିକ ଦୃଷ୍ଟିରୁ ଦୁର୍ବଳ ହେବେ। ଅଧିକ କରଭାରରେ ଗୃହସ୍ଥମାନେ ଡକାୟତ ପାଲଟିବେ। ଆଶ୍ରମରେ ବ୍ରହ୍ମଚାରୀମାନେ ମନ୍ଦ ଆଚରଣରେ ଲିପ୍ତ ରହିବେ ଏବଂ ସାଂସାରିକ ଇଚ୍ଛାର ବଶବର୍ତ୍ତୀ ହେବେ। ଆଶ୍ରମଗୁଡ଼ିକ ଏପରି ଲୋକଙ୍କର ଭରିଯିବ ଯେଉଁମାନେ ଅନ୍ୟର ଖାଦ୍ୟରେ ଜୀବନ ବିତାଇବାରେ ପାରଙ୍ଗମ। ଯେତେବେଳେ କଳିଯୁଗ ଆହୁରି ଅଧୋଗତି ହେବ, ଧର୍ମ ପାଳନ କରୁଥିବା ଲୋକମାନଙ୍କର ଜୀବନ ଆହୁରି ସଂକ୍ଷିପ୍ତ ହେବ। କଳିଯୁଗର ଶେଷ ଭାଗରେ ଯୁବକମାନେ ବୃଦ୍ଧଙ୍କ ପରି ଆଚରଣ କରିବେ। ଯେଉଁ ଆଚରଣ ଯୁବକମାନଙ୍କ ପାଇଁ ଉପଯୁକ୍ତ ତାହା ବୃଦ୍ଧମାନଙ୍କ ଠାରେ ଦେଖାଯିବ। ବୃଦ୍ଧମାନେ ପିଲାଙ୍କ ପରି ଚିନ୍ତା କରିବେ ଏବଂ ଯୁବକମାନଙ୍କ ଠାରେ ବୃଦ୍ଧଙ୍କ ବୁଦ୍ଧି ଦେଖାଯିବ। କଳିଯୁଗରେ ଲୋକମାନେ ସତ୍ୟ ସହିତ ଛଳନା କରିବେ। ଏହି କାରଣରୁ ସତ୍ୟକୁ ପହଞ୍ଚିଥିବା କ୍ଷତି ଯୋଗୁଁ ଜୀବନକାଳ କମିଯିବ। ପୁରୁଷମାନେ ଅନ୍ୟର ଏବଂ ବିଧବାମାନଙ୍କର ସମ୍ପତ୍ତି ଲୁଣ୍ଠନ କରିବେ। ଦୁଷ୍ଟ ଲୋକଙ୍କ ଦ୍ୱାରା ଦିଆଯାଇଥିବା ଉପହାରକୁ ଖୁସିରେ ଗ୍ରହଣ କରିବେ। ଲୋକମାନେ ମାଂସ ଓ ମଦ୍ୟର ନିଶାରେ ବୁଡ଼ି ରହିବେ ଏବଂ ଧର୍ମରେ ଦୁର୍ବଳ ହେବେ। ଗରିବୀ ହିଁ ମନ୍ଦତାର ଏକମାତ୍ର ଚିହ୍ନ ହେବ। ଏବେ ଚାଲନ୍ତୁ ଜାଣିବା ପାଣ୍ଡବଙ୍କ ଦୃଶ୍ୟର ଅର୍ଥ। 4 ପାଣ୍ଡବ ତୀରଗୁଡ଼ିକ ଆଣି ଶ୍ରୀକୃଷ୍ଣଙ୍କ ପାଦ ତଳେ ରଖି ପ୍ରତ୍ୟେକେ ଦେଖିଥିବା ରହସ୍ୟମୟ ଦୃଶ୍ୟର ଅର୍ଥ ବୁଝାଇବାକୁ ଅନୁରୋଧ କଲେ। ଶ୍ରୀକୃଷ୍ଣ ବ୍ୟାଖ୍ୟା କରିବାକୁ ଆରମ୍ଭ କଲେ। ଅର୍ଜୁନଙ୍କୁ ଶ୍ରୀକୃଷ୍ଣ କହିଲେ, କଳିଯୁଗରେ ଧାର୍ମିକ ଲୋକ ତଥା ସାଧୁସନ୍ଥମାନେ କୋଇଲି ପରି ହେବେ। ସେମାନଙ୍କ ବାଣୀ ମଧୁର ହେବ, କିନ୍ତୁ ସେମାନେ ନିଜ ଅନୁଗାମୀମାନଙ୍କୁ ଶୋଷଣ କରିବେ, ଠିକ୍ ଯେପରି କୋଇଲିଟି ନିରୀହ ଠେକୁଆକୁ କଷ୍ଟ ଦେଉଥିଲା। ଭୀମକୁ ବୁଝାଇ କହିଲେ, କଳିଯୁଗରେ ଗରିବ ଓ ଧନୀ ଏକା ଅଞ୍ଚଳରେ ବାସ କରିବେ। ଧନୀମାନେ ସମ୍ପତ୍ତିରେ ଭରପୁର ଥିବେ, ତଥାପି ଗରିବ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଗୋଟିଏ ପଇସା ମଧ୍ୟ ଦେବେ ନାହିଁ। ଯେପରି ଉଛୁଳୁଥିବା କୂଅଗୁଡ଼ିକରୁ ଶୁଖିଲା କୂଅକୁ ଏକ ବୁନ୍ଦା ପାଣି ମଧ୍ୟ ମିଳୁନଥିଲା। ନକୁଳଙ୍କୁ ଶ୍ରୀକୃଷ୍ଣ କହିଲେ, କଳିଯୁଗରେ ପିତାମାତା ନିଜ ସନ୍ତାନମାନଙ୍କୁ ଏତେ ଅଧିକ ଭଲ ପାଇବେ ଯେ ଅତ୍ୟଧିକ ସ୍ନେହ ଦ୍ୱାରା ସେମାନଙ୍କ ଜୀବନ ନଷ୍ଟ କରିଦେବେ। ଠିକ୍ ଯେପରି ଗାଈଟି ଅଧିକ ଚାଟି ବାଛୁରୀକୁ ଆଘାତ ଦେଲା। ସନ୍ତାନମାନଙ୍କ ପ୍ରତି ଏତେ ଆସକ୍ତି ବଢ଼ିବ ଯେ ଲୋକମାନେ ନିଜର ଅନ୍ୟ ସମସ୍ତ ସମ୍ପର୍କ ଓ କର୍ତ୍ତବ୍ୟକୁ ଭୁଲିଯିବେ। ସହଦେବଙ୍କୁ ବୁଝାଇ କହିଲେ, କଳିଯୁଗର ମନୁଷ୍ୟମାନେ ସେହି ଖସୁଥିବା ପଥର ପରି ନିଜ ବିନାଶ ଆଡ଼କୁ ଧାଇଁବେ। ବଡ଼ ବଡ଼ ଗଛ ହେଉଛି ସମ୍ପଦର ପ୍ରତୀକ, ଯେପରିକି ଆତ୍ମୀୟ, ପରିବାର, ବନ୍ଧୁ ଓ ଧନ। ଏମାନଙ୍କ ମଧ୍ୟରୁ କେହି ବି ସେମାନଙ୍କୁ ବିନାଶରୁ ରକ୍ଷା କରିପାରିବେ ନାହିଁ। ସେହି ଛୋଟ ଗଛଟି ହେଉଛି ଭଗବାନଙ୍କ ନାମର ପ୍ରତୀକ। ଭଗବାନଙ୍କ ନାମର ଅଳ୍ପ କିନ୍ତୁ ବିଶ୍ୱାସପୂର୍ଣ୍ଣ ସ୍ମରଣ ମଧ୍ୟ ସେମାନଙ୍କୁ ଏହି ବିନାଶରୁ ରକ୍ଷା କରିପାରିବ। ଯେଉଁ ଲୋକମାନେ ଶ୍ରଦ୍ଧା ଓ ବିଶ୍ୱାସର ସହ ଭଗବାନଙ୍କ ନାମ ସ୍ମରଣ କରିବେ, ସେମାନେ ସମସ୍ତ କଷ୍ଟରୁ ମୁକ୍ତି ପାଇବେ। କଳିଯୁଗରେ ଭକ୍ତିର ମାର୍ଗ ସର୍ବାଧିକ ସରଳ ଓ ସୁଗମ। ଏହି ଯୁଗର ଏକ ବିଶେଷତା ହେଉଛି ଯେ ଅଳ୍ପ ଭକ୍ତିରେ ମଧ୍ୟ ବୃହତ୍ ଫଳ ମିଳିବ। କଳିଯୁଗରେ ମନୁଷ୍ୟ ପାଇଁ ଆବଶ୍ୟକ ସତ୍ୟର ମାର୍ଗ ନ ଛାଡ଼ିବା, କ୍ରୋଧ ଓ ଲୋଭରୁ ଦୂରେଇ ରହିବା, ସରଳ ଜୀବନ ବିତାଇବା, ଭଗବାନଙ୍କ ଠାରେ ଶ୍ରଦ୍ଧା ରଖିବା, ଅନ୍ୟର ସହାୟତା କରିବା। ଯେପରିକି ଆମକୁ ସହାୟତା କରିବା ପାଇଁ ଗୋଟିଏ ସବସ୍କ୍ରାଇବ୍ କରିପାରିବେ। ଏହା ଥିଲା କଳିଯୁଗର ସମ୍ପୂର୍ଣ୍ଣ ବର୍ଣ୍ଣନା। ଜୟ ଶ୍ରୀକୃଷ୍ଣ।